ओम नमो भगवते वासुदेवाय स्वागत आउथरे आमर एई आलोचनाकू। आज आमे पुणी थरे अति बड़ी जगन्नाथ दासंको ओडिया भागवतर सेई अमृतमय धारा भितरकू जिबा। ହଁ ଆମେ ଗତଥର ଯୋଉଠି ଛାଡ଼ିଥିଲେ ଦଶମ ସ୍କନ୍ଧ ଦଶମ ଅଧ୍ୟାୟର ଆଜି ତାର ପରବର୍ତ୍ତୀ ଅଂଶ। एकदम आज आमे सेई दशम अध्यायर द्वितीय भाग माने 31 नंबर पदरू आरंभ करी 60 नंबर पद जाई आलोचना करिबा। ଆଉ ଏ ଭାଗଟା ଭାରି ମଜାଦାର କାରଣ ଏଠି ଶ୍ରୀକୃଷ୍ଣ ହସ୍ତିନାପୁରରୁ ଯେତେବେଳେ ଦ୍ୱାରକା ଯାଉଛନ୍ତି ସେ ସମୟର କଥା। हाँ आउ दुईटा पूरा अलगा चित्र देखिबाकू मिलुछि। गोटेपटे पुरवासींकर से गभीर विरह से दुख ଆଉ ଅନ୍ୟପଟେ କୃଷ୍ଣଙ୍କ ଯାତ୍ରାର ସେ ରାଜକୀୟ ଶୋଭା ସେଇ ଐଶ୍ୱର୍ଯ୍ୟ ଆଉ ତାଙ୍କ ତତ୍ତ୍ୱର କଥା ବି। वाह तेबे एहार पूरा भाव से गभीरताकू बुझिबाकू हेले आम सांगरे शेष जाए रहिबाकू पड़िबो। ନିଶ୍ଚୟ। आउ हाँ जदि एमिति आध्यात्मिक आलोचना भल लागु थाए ताहेले आम चैनल को सब्सक्राइब करिबाकू जमा भूलिबेनी। ताहेले आसंतु आरंभ करिबा। प्रथमे सेई पदगुड़िक शुणिबा जोठी कृष्णंको विदाय बेलर व्याकुलता कथा अछि। दशम अध्याय कृष्ण विरहे मनच्छन्न सही न पारी हतज्ञान। कृष्णर भावे भाव बढ़ी ता संगके पारिब छाड़ी। जाहार जसगुण कर्णे निरते भाबुथांती मने। न देखी तार पद्ममुख काहीं लभिबे आत्मसुख। निरते करंती दर्शन स्नेह निर्भरे आलिंगन। कृष्णंकु कहंती वचन आवरी शयन भोजन। एरूपे चित्तवृत्ति देई चक्षु पिंछड़ा न चढ़ाई। ताहार स्नेहे बद्ध होई तातहु अन्य चित्त नाही। पुरु बाहार होन्ते हरि विकल जेते पुर नारी। चक्षु बुझिले भाव भरे रोमांचित तनु बश्रु झरे। कुंठित कंठे वाक्य कही बोलंती एकुआरे चाही। द्वारका गले भावग्राही आंभर सुखलेश काहीं। ବା କି ମାର୍ମିକ ବର୍ଣ୍ଣନା। ଦେଖନ୍ତୁ କୃଷ୍ଣ ଯିବା କଥା ଶୁଣି ଲୋକଙ୍କର ବିଶେଷ କରି ସେଠିକାର ନାରୀମାନଙ୍କର ମନ ଏମିତି ଦୁଃଖରେ ଭରିଗଲା ଯେ सही पारिलेनी। ହଁ ବିଲକୁଲ ସହିପାରିଲେନି। ଏମିତି ଅବସ୍ଥା ହେଲା ଯେ ଲେଖା ହେଇଛି ହତଜ୍ଞାନ ମାନେ କ'ଣ କରିବେ କ'ଣ କହିବେ କିଛି ଠିକ୍ ରହିଲାନି ପୁରା ବୁଦ୍ଧି ହଜିଗଲା ପାରି। अच्छा एटा खाली साधारण दुख ना आउ किछि कारण एठी लेखा आइछि कृष्णर भावे भाव बढ़ी यार माने कौन। ହଁ ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଟା ଖାଲି ଦୁଃଖ ନୁହେଁ। ଭାବ ବଢ଼ି ମାନେ ହେଲା କୃଷ୍ଣଙ୍କ ସହିତ ସେମାନଙ୍କର ଯୋଉ ସମ୍ପର୍କ ଥିଲା ସେଟା ଏତେ ଗଭୀର ଏତେ ଆନ୍ତରିକ ଥିଲା ଯେ ସେମାନଙ୍କର ଭାବନା ତାଙ୍କ ଚେତନା ସବୁ ଯେମିତି କୃଷ୍ଣମୟ ହେଇଯାଇଥିଲା। ତେଣୁ ତାଙ୍କ ସାଙ୍ଗ ଛାଡ଼ିବାଟା ସେମାନଙ୍କ ପାଇଁ ଭାବି ଭାବି କଷ୍ଟକର ଥିଲା। ସେଇଥିପାଇଁ ଲେଖା ହେଇଛି ଯାହାଙ୍କ ଯଶ ଗୁଣ ସବୁବେଳେ କାଣରେ ଶୁଣୁଥିଲେ ମନରେ ଭାବୁଥିଲେ। ହଁ ଆଉ ତାଙ୍କ ପଦ୍ମମୁଖ ନ ଦେଖିଲେ ଆତ୍ମସୁଖ ମିଳିବ କୋଉଠୁ। ଠିକ୍ ଆଉ ସେ ଯୋଉ ଅଭ୍ୟାସ ହେଇଯାଇଥିଲା ନିରତେ କରନ୍ତି ଦର୍ଶନ ସ୍ନେହ ନିର୍ଭରେ ଆଲିଙ୍ଗନ ଏପରିକି ଶୋଇଲା ବେଳେ ଖାଇଲା ବେଳେ ବି କୃଷ୍ଣଙ୍କୁ ଘେରିକି ରହୁଥିଲେ। ଏକଦମ ମାନେ କୃଷ୍ଣ ତାଙ୍କ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତରେ ଥିଲେ ଆଉ ଏମିତି ଭାବେ ତାଙ୍କଠି ମନ ଲାଗି ରହିଥିଲା ଯେ ଲେଖା ହେଇଛି ଚକ୍ଷୁ ପିଂଛଡ଼ା ନ ଚଲାଇ। ଆଖି ପଲକ ପଡୁନଥିଲା। ହଁ ଏକାଗ୍ରତାର ସୀମା ନାହିଁ। ତାଙ୍କ ସ୍ନେହରେ ଏମିତି ବାନ୍ଧି ହୋଇଯାଇଥିଲେ ଯେ ଆଉ କୋଉଠି ମନ ଲାଗିବାର ପ୍ରଶ୍ନ ହିଁ ନଥିଲା। ତାତହୁଁ ଅନ୍ୟ ଚିତ୍ତ ନାହିଁ। ଏଇଟା ହିଁ ତ ଅନନ୍ୟ ଭକ୍ତି। ସତରେ ତେଣୁ ଯେତେବେଳେ କୃଷ୍ଣ ବାହାରିଲେ ପୁରରୁ ସେ ନାରୀମାନଙ୍କର ଅବସ୍ଥା ବୁଝିହେଉଛି। ହଁ ପୁରା ବିକଳ ଭାବରେ ଏତେ ବୁଡ଼ିଗଲେ ଯେ ଆଖି ବନ୍ଦ ହେଇଗଲା ଦେହରେ କଣ୍ଟା ଛିଡ଼ା ହେଇଗଲା ଆଖିରୁ ଲୁହ ଧାର ଧାର ହେଇ ବୋହିଲା। ଆଉ କଣ୍ଠ ଏମିତି ରୁନ୍ଧି ହେଇଗଲା ଯେ ପରସ୍ପରକୁ କଷ୍ଟରେ କହୁଛନ୍ତି। ସେଇ ଗୋଟିଏ କଥା ଦ୍ୱାରକା ଗଲେ ଭାବଗ୍ରାହୀ ଯିଏ ଆମ ମନ କଥା ବୁଝନ୍ତି ସିଏ ଯଦି ଚାଲିଗଲେ ଆମ୍ଭର ସୁଖ ଲେଶ କାହିଁ ଆଉ ସୁଖ କୋଉଠୁ ଆସିବ। ବାଃ ଭକ୍ତର ବିରହ ବେଦନାକୁ କେତେ ସୁନ୍ଦର ଭାବେ ଦେଖେଇଛନ୍ତି ଜଗନ୍ନାଥ ଦାସ। ନିଶ୍ଚୟ କିନ୍ତୁ ଦେଖନ୍ତୁ ଏଇ ଗଭୀର ଦୁଃଖ ପରେ ପରେ କବି ଆମକୁ ପୁରା ଗୋଟେ ଅଲଗା ଦୃଶ୍ୟ ଦେଖାଉଛନ୍ତି। କୋ ଦୃଶ୍ୟ? ସେ ଯାତ୍ରାର ଦୃଶ୍ୟ। ଗୋଟେ ପଟେ ଭିତରେ ଏତେ ଦୁଃଖ ଆଉ ବାହାରେ ପୁରା ରାଜକୀୟ ଶୋଭାଯାତ୍ରା। ଆଚ୍ଛା ଏଇ ଯୋଉ କଣ୍ଟ୍ରାଷ୍ଟ ବା ବିପରୀତତା ୟାର କିଛି ବିଶେଷ କାରଣ ଥିବ ବୋଧେ? ହଁ ଚାଲନ୍ତୁ ଦେଖିବା ଆଗକୁ କ'ଣ ଲେଖା ହେଇଛି। ଦଶମ ଅଧ୍ୟାୟ ମୃଦଙ୍ଗ ଶଙ୍ଖ ଭେରୀ ବୀଣା ଘଣ୍ଟ ଦୁନ୍ଦୁବି ନିଘୋଷଣା ସେ କୁରୁ ରାଜ୍ୟ ଯେତେ ନାରୀ
କୃଷ୍ଣ ବିଚ୍ଛେଦେ ତନୁ ଘାରି ଜଗତି ଅଟ୍ଟାଳି ଆରୋହୀ ପୁଷ୍ପ ବିଚ୍ଛନ୍ତି କୃଷ୍ଣ ଚାହିଁ କୃଷ୍ଣର ଶିରେ ଶ୍ୱେତ ଛତ୍ର ରତ୍ନ କାଞ୍ଚନେ ସୁଘଟିତ ଆନନ୍ଦେ ଘେନି ମନତୋଷେ ଅର୍ଜୁନ ଗୋବିନ୍ଦର ପାଶେ ବାମ ଦକ୍ଷିଣ ପାଶେ ଟେକି ବ୍ୟଜନ ଉଦ୍ଧବ ସାତ୍ୟକୀ ଚାମର ହସ୍ତେ ପୁଣି ବିଞ୍ଚି କୃଷ୍ଣେ କର୍ପୂର ଧୂଳି ସିଞ୍ଚି ଦେବେ କୁସୁମ ବରସନ୍ତି ମାର୍ଗ୍ୟ ବିଜୟ ଯଦୁପତି ବ୍ରାହ୍ମଣେ ମିଳି କୃଷ୍ଣ ଆଗେ ସୁସ୍ୱରେ ସାମଗାନ ରଙ୍ଗେ ଆଶିଷ ଅର୍ଥେ ବେଦବାଣୀ ହୃଦୟ ନମନ୍ତି ଚକ୍ରପାଣି ନିର୍ଗୁଣ ଗୁଣ ୟାର ଦେହି ଭାବ ଅଭାବ ଯାର ନାହିଁ ବିପ୍ର ସମୂହ ଅନ୍ୟ ଅନ୍ୟ ଆଶିଷ ଦେଲେ ତୋଷ ମନେ। ଦେଖିଲେ ତ ପୁରା ମାହୋଲ ବଦଳିଗଲା। ଯାତ୍ରା ଆରମ୍ଭ ହେଉଛି ମଙ୍ଗଳ ବାଦ୍ୟ ସହିତ ମୃଦଙ୍ଗ ଶଙ୍ଖ ଭେରୀ ବୀଣା ଘଣ୍ଟ ଦୁନ୍ଦୁଭି ଚାରିଆଡ଼େ ଖାଲି ଗମ୍ଭୀର ଶବ୍ଦ। ରାଜକୀୟ ଆୟୋଜନ ପରି ଲାଗୁଛି। ଏକଦମ। ଆଉ ସେ ନାରୀମାନେ ଯାହାଙ୍କ ଦେହ କୃଷ୍ଣଙ୍କ ବିରହରେ କଷ୍ଟ ପାଉଥିଲା ତନୁଘାରି ସେମାନେ ବି କିନ୍ତୁ ନିଜ ଦୁଃଖ ଭିତରେ ରହି ଛାତ ଉପରକୁ ଅଟ୍ଟାଳିକା ଉପରକୁ ଚଢ଼ିଯାଇଛନ୍ତି। ହଁ, କୃଷ୍ଣଙ୍କୁ ଶେଷଥର ପାଇଁ ଦେଖିବାକୁ ଆଉ ତାଙ୍କ ଉପରେ ଫୁଲ ପକଉଛନ୍ତି। ମାନେ ଦୁଃଖ ଅଛି କିନ୍ତୁ ଭଗବାନଙ୍କ ପ୍ରତି ସମ୍ମାନ ସେ ଶ୍ରଦ୍ଧା ବି ଅଛି। ଆଉ ସେ ଶୋଭାଯାତ୍ରାର ବର୍ଣ୍ଣନା ବି କିଛି କମ୍ ନୁହେଁ। କୃଷ୍ଣଙ୍କ ମୁଣ୍ଡ ଉପରେ ରତ୍ନ ଆଉ ସୁନାରେ ତିଆରି ଧଳା ଛତା। ଆଉ ସେ ଛତାଟା ଧରିଛନ୍ତି କିଏ? ନିଜେ ଅର୍ଜୁନ, ପୁରା ଆନନ୍ଦରେ, ମନ ଖୁସିରେ। ଏଟା ତାହେଲେ କୃଷ୍ଣ ଅର୍ଜୁନଙ୍କ ସେଇ ନିବିଡ଼ ସମ୍ପର୍କକୁ ଦେଖଉଛି। ନିଶ୍ଚୟ। ଆଉ ଦେଖନ୍ତୁ ଉଦ୍ଧବ ଆଉ ସାତ୍ୟକୀ ଦୁଇପଟେ ରହି ବିଞ୍ଛଣା କରୁଛନ୍ତି। ଚାମର ବି ପଡୁଛି, କର୍ପୂର ଗୁଣ୍ଡ ବି ସିଞ୍ଚା ହେଉଛି। ଏସବୁର କିଛି ବିଶେଷ ମାନେ ଅଛି କି? ଛତା, ବିଞ୍ଛଣା, ଚାମର, କର୍ପୂର। ହଁ, ସବୁର ପ୍ରତୀକାତ୍ମକ ଅର୍ଥ ଅଛି। ଛତା ହେଲା ସମ୍ମାନ ଆଉ ସୁରକ୍ଷାର ପ୍ରତୀକ। ବିଞ୍ଛଣା, ଚାମର, ସେବା ଆଉ ଶୀତଳତାର। କର୍ପୂର ପବିତ୍ରତା ଆଉ ସୁଗନ୍ଧର। ଏସବୁ ମାଧ୍ୟମରେ କୃଷ୍ଣଙ୍କୁ ରାଜକୀୟ ସମ୍ମାନ ଦିଆଯାଉଛି। ତାଙ୍କ ଦିବ୍ୟତାକୁ ସ୍ୱୀକାର କରାଯାଉଛି। ଏମିତିକି ଦେବତାମାନେ ବି ଆକାଶରୁ ଫୁଲ ବର୍ଷୁଛନ୍ତି। ହଁ, କାରଣ ଏଟା ଖାଲି ଗୋଟେ ମଣିଷର ଯାତ୍ରା ନୁହେଁ। ଏଟା ଯଦୁପତିଙ୍କର, ସ୍ୱୟଂ ଭଗବାନଙ୍କର ଯାତ୍ରା। ଆଚ୍ଛା, ଆଉ ବ୍ରାହ୍ମଣମାନଙ୍କ କଥା ଯାହା ଲେଖାଇଛି, ସେମାନେ ଆଗରେ ମିଳିତ ହେଇ ସାମ୍ଭବେଦ ଗାଉଛନ୍ତି, ଆଶୀର୍ବାଦ ଦଉଛନ୍ତି। କିନ୍ତୁ କୃଷ୍ଣ ତ ନିଜେ ଭଗବାନ। ସେ କାହିଁକି ଆଶୀର୍ବାଦ ନେଉଛନ୍ତି ଆଉ ମନେ ମନେ ପ୍ରଣାମ ବି କରୁଛନ୍ତି? ଏଇଟା ଭଗବାନଙ୍କର ଗୋଟେ ସୁନ୍ଦର ଲୀଳା। ଲୋକଙ୍କୁ ଶିକ୍ଷା ଦେବା ପାଇଁ, ସମାଜର ନୀତିନିୟମର ମର୍ଯ୍ୟାଦା ରଖିବା ପାଇଁ ସେ ଏମିତି କରୁଛନ୍ତି। ବେଦକୁ, ବ୍ରାହ୍ମଣଙ୍କୁ ସମ୍ମାନ ଦେଇ ସେ ଧର୍ମର ବାଟ ଦେଖାଉଛନ୍ତି। ଆଉ ଦେଖନ୍ତୁ କବି କେମିତି ସେଇଠି ତାଙ୍କ ତତ୍ତ୍ୱ କଥା ବି କହିଦେଉଛନ୍ତି। ଯିଏ ନିର୍ଗୁଣ, ମାନେ ସବୁ ଗୁଣର ବାହାରେ, ଯାହାଙ୍କର ଭାବ ଅଭାବ କିଛି ନାହିଁ, ମାନେ ଯିଏ ଅଛି ନା ନାହିଁ ସେ ପ୍ରଶ୍ନରୁ ବି ଉପରେ। ସେ ବି ଏଇ ଗୁଣବାଲା ମଣିଷ ଦେହରେ ଆସିଛନ୍ତି। ହଁ, ଆଉ ସେଇ ପରମ ସତ୍ୟଙ୍କୁ ବ୍ରାହ୍ମଣମାନେ ବି ଖୁସି ମନରେ ଆଶୀର୍ବାଦ ଦେଉଛନ୍ତି। ଏଇଟା ଗୋଟେ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ବହୁତ ଗଭୀର କଥା। ତ ମାନେ ବାହାରର ଏତେ ଆଡମ୍ବର ଭିତରେ ବି କବି ଆମକୁ କୃଷ୍ଣଙ୍କ ପ୍ରକୃତ ସ୍ୱରୂପ ବିଷୟରେ ଚିନ୍ତା କରିବାକୁ ଇସାରା ଦେଉଛନ୍ତି। ଏକଦମ। ଆଉ ଆଶ୍ଚର୍ଯ୍ୟର କଥା ହେଲା, ଖାଲି କବି ନୁହନ୍ତି, ସେ ପୁର ନାରୀମାନେ ଯିଏ ଏତେ ଦୁଃଖରେ ଥିଲେ ସେମାନେ ବି ଏଇ ତତ୍ତ୍ୱ କଥା ଭାବୁଛନ୍ତି। ସତେ ନା କଣ? କୋଉଠି ଲେଖା ଅଛି? ଆସନ୍ତୁ ଏବେ ସେଇ ପଦଗୁଡ଼ିକୁ ଦେଖିବା। 10ମ ଅଧ୍ୟାୟ। କୌରବପୁର ନାରୀଙ୍କର ସେ ସର୍ବସୁଖ ମନୋହର ଉତ୍ତମ ଶ୍ଲୋକେ ଚିତ୍ତ ଯାହାର ଅନ୍ୟନ୍ୟ କରନ୍ତି ବିଚାର ସେ ହରିପୁରୁଷ ପୁରାଣ ଆତ୍ମାକୁ ଆତ୍ମାରେ ନିର୍ମାଣ କରି ସକଳ ଦେହେ ବସେ ରହଇ ଏକ ଅବଶେଷେ ଗୁଣୋତ୍ରିତ ଏ ଜଗତ ମାୟାରେ କରେ ଆତଜାତ ଆତ୍ମାରେ ଆତ୍ମାଭାବ ବହେ ସକଳ ଶକ୍ତି ଘେନି ରହେ। ଏଇଠି ଦେଖନ୍ତୁ ସେଇ କୃଷ୍ଣ ଯିଏ ସେ ନାରୀମାନଙ୍କ ପାଇଁ ସବୁ ସୁଖର ଆଧାର ଥିଲେ, ମନକୁ ମୋହି ନେଉଥିଲେ, ତାଙ୍କରି ବିଷୟରେ ଏବେ ସେମାନେ କେତେ ଗଭୀର କଥା ଭାବୁଛନ୍ତି। ହଁ, ଉତ୍ତମ ଶ୍ଲୋକେ ଚିତ୍ତ ଯାହାର। ଉତ୍ତମ ଶ୍ଲୋକ ମାନେ କଣ? ଉତ୍ତମ ଶ୍ଲୋକମାନେ ହେଲା ଭଗବାନ, ଯାହାଙ୍କର ଯଶ, ଯାହାଙ୍କର କୀର୍ତ୍ତି ଏତେ ପବିତ୍ର ଯେ ତାକୁ ଗାଇବା ଉଚିତ। ତ ଯାହାଙ୍କ ମନ ସେଇ ଭଗବାନଙ୍କଠି ଲାଗିଛି, ସେମାନେ ପରସ୍ପର ଭିତରେ ତାଙ୍କର ତତ୍ତ୍ୱ କଥା ବିଚାର କରୁଛନ୍ତି। ଏଇଟା ଦେଖଉଛି ସେମାନେ ଖାଲି ଭାବୁକ ନଥିଲେ, ଜ୍ଞାନୀ ବି ଥିଲେ। ଆଚ୍ଛା, ଆଉ କଣ ବିଚାର କରୁଥିଲେ ସେମାନେ? ସେ ହରିପୁରୁଷ ପୁରାଣ। ବାପରେ, ମାନେ ସେ ଖାଲି ଜଣେ ମଣିଷ ନୁହନ୍ତି, ସେ ହେଉଛନ୍ତି ଆଦି ପୁରୁଷ। ହଁ, ସୃଷ୍ଟିର ମୂଳ କାରଣ। ଆଉ ଦେଖନ୍ତୁ କଣ କହୁଛନ୍ତି, ଆତ୍ମାକୁ ଆତ୍ମାରେ ନିର୍ମାଣ। ଏହାର ମାନେ ସେ ନିଜକୁ ନିଜେ ତିଆରି କରନ୍ତି। ଏକଦମ। ଏଇଟା ବେଦାନ୍ତର କଥା। ପରମାତ୍ମା ସ୍ୱୟଂଭୂ,
ସେ ନିଜ ମାୟା ଶକ୍ତିରେ ନିଜକୁ ହିଁ ଏ ସୃଷ୍ଟି ରୂପରେ ପ୍ରକାଶ କରନ୍ତି ଆଉ ସୃଷ୍ଟି କରିସାରି ପୁଣି ସବୁ ଜୀବଙ୍କ ଭିତରେ ଆତ୍ମା ହିଁ ରହନ୍ତି କରି ସକଳ ଦେହେ ବସେ। ସବୁଠି ଅଛନ୍ତି। ହଁ, କିନ୍ତୁ ଯେତେବେଳେ ସବୁ ଶେଷ ହେଇଯାଏ, ପ୍ରଳୟ ହୁଏ, ସେତେବେଳେ କେବଳ ସିଏ ହିଁ ରହନ୍ତି, ରହି ଏକ ଅବଶେଷେ। ଏଇଟା ତାଙ୍କର ନିତ୍ୟ ସ୍ୱରୂପ। ଆଉ ତାପର ଲାଇନରେ ଗୁଣତୃତୀୟ କଥା ଅଛି, ଏଇଟା କ'ଣ? ଏଇଟା ହେଲା ପ୍ରକୃତିର ତିନିଟା ମୂଳ ଗୁଣ, ସତ୍ତ୍ୱ, ରଜ ଆଉ ତମ। ସତ୍ତ୍ୱ ମାନେ ଭଲ, ଜ୍ଞାନ, ସୁଖ। ରଜ ମାନେ କାମ, ଲୋଭ, ଦୁଃଖ। ଆଉ ତମ ମାନେ ଅନ୍ଧାର, ଅଜ୍ଞାନ, ଆଳସ୍ୟ। ଆଚ୍ଛା। ତ ଭଗବାନ ଏଇ ତିନି ଗୁଣ ଆଉ ନିଜ ମାୟା ଶକ୍ତିକୁ ବ୍ୟବହାର କରି ଏଇ ଜଗତରେ ଆତ୍ମଜାତ କରନ୍ତି, ମାନେ ସୃଷ୍ଟି କରନ୍ତି, ଚଳାନ୍ତି, ପୁଣି ଶେଷ ବି କରନ୍ତି। କିନ୍ତୁ ସେ ନିଜେ ଏ ଗୁଣ ଭିତରେ ବନ୍ଧା ନୁହନ୍ତି। ଓହୋ। ସେ ନିଜର ସେଇ ଶୁଦ୍ଧ ଆତ୍ମା ସ୍ୱରୂପରେ, ଆତ୍ମାରେ ଆତ୍ମାଭାବ ବହେ, ସବୁ ଶକ୍ତିକୁ ନେଇ ରହିଥାନ୍ତି, ସକଳ ଶକ୍ତି ଘେନି ରହେ। ବାଃ, ମାନେ ହସ୍ତିନାପୁରର ସେଇ ସାଧାରଣ ଦିଶୁଥିବା ନାରୀମାନେ ବି କୃଷ୍ଣଙ୍କର ଏତେ ଗଭୀର ଦାର୍ଶନିକ ସ୍ୱରୂପକୁ ବୁଝିପାରୁଥିଲେ ଆଉ ଆଲୋଚନା କରୁଥିଲେ। ନିଶ୍ଚୟ। ଏଇଟା ଭାରି ଗୁରୁତ୍ୱପୂର୍ଣ୍ଣ କଥା। ଦେଖଉଛି ଯେ ଭକ୍ତି ଖାଲି ଆଖିରୁ ଲୁହ ଗଡ଼େଇବା ନୁହେଁ, ଏହା ଭିତରେ ଜ୍ଞାନ ଅଛି, ବିଚାର ଅଛି। ଆଉ ଏଇଟା ହିଁ ବୋଧେ ଓଡ଼ିଆ ଭାଗବତର ବିଶେଷତା, ନା? ଏତେ ସରଳ ଭାଷାରେ ଏତେ ବଡ଼ ବଡ଼ ତତ୍ତ୍ୱ କଥା। ଏକଦମ। ଜଗନ୍ନାଥ ଦାସଙ୍କ ଲେଖନୀର ଯାଦୁ ଏଇଠି। ତେବେ ଆଜିର ଏ ଆଲୋଚନାରୁ ଆମେ ଗୋଟେ ଅଦ୍ଭୁତ ଯାତ୍ରା କଲୁ କହିଲେ ଚଲେ। ଗୋଟେ ପଟେ କୃଷ୍ଣଙ୍କ ବିଦାୟରେ ଭକ୍ତଙ୍କର ସେ ପ୍ରବଳ ବେଦନା, ସେ ହତଜ୍ଞାନ ଅବସ୍ଥା, ଆଉ ଅନ୍ୟପଟେ ଠିକ୍ ସେହି ସମୟରେ କୃଷ୍ଣଙ୍କର ଯାତ୍ରାର ସେଇ ଦିବ୍ୟ ଶୋଭା, ସେ ରାଜକୀୟ ସମ୍ମାନ। ଆଉ ସବୁଠୁ ବଡ଼ କଥା, ସେହି ଦୁଃଖ ଭିତରେ ବି ଭକ୍ତମାନେ କୃଷ୍ଣଙ୍କର ସେଇ ପରମ ସ୍ୱରୂପକୁ, ତାଙ୍କ ତତ୍ତ୍ୱକୁ ଭାବୁଛନ୍ତି, ବିଚାର କରୁଛନ୍ତି। ହଁ, ଏଇଟା ଭକ୍ତ ଆଉ ଭଗବାନଙ୍କ ଭିତରେ ଥିବା ସେଇ ଜଟିଳ, ସେଇ ବହୁରୂପୀ ସମ୍ପର୍କର ଗୋଟେ ବଢ଼ିଆ ଚିତ୍ର ଦଉଛି। ସତ କଥା। ଆଉ ଜାଣିଛନ୍ତି, ଏ ପ୍ରସଙ୍ଗଟା ମୋତେ ଗୋଟେ କଥା ଭାବିବାକୁ ବାଧ୍ୟ କରୁଛି। କ'ଣ ସେ କଥା? ଆମେ ସବୁବେଳେ ଭାବୁ ଯେ ଭଗବାନଙ୍କୁ ପାଇବା, ତାଙ୍କ ସାଙ୍ଗରେ ରହିବାଟା ହିଁ ସୁଖ, ସେଇଟା ହିଁ ଭକ୍ତିର ଶେଷ କଥା। କିନ୍ତୁ ଏଠି ଦେଖାଯାଉଛି ବିରହ ବା ବିଚ୍ଛେଦ ବି ଭକ୍ତିର ଗୋଟେ ବହୁତ ବଡ଼ ଶକ୍ତି ହେଇପାରେ। ଆଚ୍ଛା, କେମିତି? ବୋଧହୁଏ ଏଇ ଯୋଉ ବିରହର କଷ୍ଟ, ଏଇଟା ହିଁ ଭକ୍ତକୁ ଭଗବାନଙ୍କର ପ୍ରକୃତ ସ୍ୱରୂପକୁ ଆଉ ତାଙ୍କର ସେଇ ଯୋଉ ଅଦୃଶ୍ୟ କିନ୍ତୁ ସବୁବେଳେ ଥିବା ଉପସ୍ଥିତିକୁ, ତାକୁ ବୋଧେ ବେଶୀ ଭଲ ଭାବେ ଅନୁଭବ କରାଏ। ଏ କଥାଟା ତ ମୁଁ ଭାବିନଥିଲି। ମାନେ ଯେତେବେଳେ ପାଖରେ ଥାଆନ୍ତି, ବୋଧେ ଆମେ ଟିକେ ଅଭ୍ୟାସରେ ପଡ଼ିଯାଉ, କିନ୍ତୁ ଯେତେବେଳେ ଦୂରେଇ ଯାଆନ୍ତି, ସେତେବେଳେ ତାଙ୍କ ପ୍ରତି ଚିନ୍ତା, ତାଙ୍କର ସ୍ମରଣ ଆହୁରି ବଢ଼ିଯାଏ, ଆହୁରି ଗଭୀର ହୁଏ। ହୁଏତ ଏଇ ବିରହ ଭକ୍ତକୁ ଭଗବାନଙ୍କର ଆହୁରି ପାଖକୁ ନେଇଯାଏ, ଏକ ଅଲଗା ସ୍ତରରେ। ଏଇଟା ଗୋଟେ ଭାବିବାର କଥା, ନା କ'ଣ? ବହୁତ ବହୁତ ଗଭୀର କଥାଟିଏ କହିଲେ। ଆଶା କରୁଛି ଆମ ଶ୍ରୋତାମାନଙ୍କୁ ବି ଏ ଚିନ୍ତାଧାରାଟି ଛୁଇଁଥିବ। ଯଦି ଆପଣଙ୍କୁ ବି ଏମିତି ଲାଗୁଛି ବା ଆମ ଆଲୋଚନା ଭଲ ଲାଗିଲା, ତେବେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖି ଆମକୁ ଜଣାଇପାରିବେ। ହଁ, ନିଶ୍ଚୟ। ଆଉ ଆଗାମୀ ଭାଗରେ ଆମେ ଏଇ 10ମ ଅଧ୍ୟାୟର ଆହୁରି ଆଗକୁ ଯିବା, ଦେଖିବା କୃଷ୍ଣଙ୍କର ଯାତ୍ରା ଆହୁରି କେମିତି ଆଗଉଛି ଆଉ କ'ଣ ନୂଆ କଥା ସାମ୍ନାକୁ ଆସୁଛି। ସେ ଯାଏ ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।